ଶୀତ ଦିନରେ କିଛି ଏଷ୍ଟର୍ ଗଛ ମୁଁ ଲଗେଇଥିନି ৳2 ଆଉ କିଛି ଲଗେଇଥିଲି ৳10। ତ ৳10 ଗଛ ଗୁଡ଼ାକ ଟିକେ ବଡ଼ ଥିଲା ଆଉ ସେଗୁଡ଼ାକ ଗ୍ରୋ ବ୍ୟାଗ୍‌ରେ ଥିଲା ଆଉ ସେଗୁଡ଼ା ନର୍ସରୀରୁ ଆଣିଲା ବେଳେ ନା ବହୁତ ହି ହେଲ୍ଦି ବି ଥିଲା। ସେଥିପାଇଁ ସେ ଗଛରେ ଏବେ ଫୁଲ ଫୁଟିଲାଣି ଆଉ ଯୋଉ ৳2 ଗଛ ଆଣିଥିଲି ନା ସେଇଟା ଧୀରେ ଧୀରେ ଗ୍ରୋଥ୍ ହଉଛି। ମାନେ ଯେହେତୁ ଛୋଟ ଚାରା ଆଣିଥିଲି ମାନେ 1 ଇଞ୍ଚ ବି ହବନି ସେ ଚାରାଟା ତ ସେଥିପାଇଁକା ଟିକେ ଡେରି ହଉଛି। ତ ସେ ଗଛର ଆଜି କିଛି ତାର କେୟାରିଂ ନଉଛି। ৳2 ଚାରା ମୁଁ ଏଷ୍ଟରରୁ ଆଣିଥିଲି 2ଟା ତ ଗୋଟେ ହେଉଛି ଗୋଟେ ବଡ଼ କଣ୍ଟେନରରେ ଲଗେଇଛି ପ୍ଲାଷ୍ଟିକ୍ କୁଣ୍ଡରେ ଯୋଉଟାକି ଏବେ ବହୁତ ବଢ଼ିଆ ସେ କଢ଼ ଆସିଗଲାଣି 2ଟା 3ଟା ଭଳିଆ ତାର ମାନେ ଷ୍ଟିକ୍ ବାହାରିକି। ବାକି ଏଇଟା ମୋ କଣ୍ଟେନର ଏତେ ଭଲ ନଥିଲା ବୋଲିକି ମୁଁ ୟାକୁ ଛୋଟ ଏମିତି ଚକୋଲେଟ୍ ଡବାରେ ଲଗେଇ ଦେଇଥିଲି ଆଉ ଏଇଟା ଟିକେ ଗ୍ରୋଥ୍ କମିଗଲା ଭଳିଆ ଲାଗୁଛି। କିନ୍ତୁ ତଥାପି ବହୁତ ସୁନ୍ଦର ଲାଗୁଛି କାହିଁକିନା ତାର ଯୋଉ ପତ୍ର ଗୁଡ଼ାକ ବଡ଼ ବଡ଼ ଟିକେ ଆସୁଛି ବୋଲି ଭଲ ଲାଗୁଛି। ବାକି ଆଜି ସେଥିରେ ମୁଁ ଦେଇଦେଇଛି ବୋନ୍ ମିଲ୍ 1 ଚାମଚ ଆଉ ବୋନ୍ ମିଲ୍ ପାଇଁ କ'ଣ ମିଳେ ଆମ ଗଛକୁ ଆପଣମାନେ ପ୍ରାୟତଃ ଜାଣିଥିବେ। ତଥାପି ମୁଁ ଆପଣମାନଙ୍କୁ କହିଦେଉଛି ବୋନ୍ ମିଲ୍‌ରୁ କ'ଣ ମିଳେ। ବୋନ୍ ମିଲ୍ ଧୀରେ ଧୀରେ କାମ କରୁଥିବା ଗୋଟେ ସାର କିନ୍ତୁ ଏଇଟା ଗୋଟେ ପ୍ରାକୃତିକ ସାର ବି କହିପାରିବେ ଯୋଉଟାକି ଫସ୍‌ଫରସ୍ ମିଳେ ଯାହା ମୂଳ ମୋଟା କରିବା ସହିତ କ୍ୟାଲସିୟମ୍ ସେତିକି ମିଳେ ଯାହା ଗଛର କୋଷକୁ ଶକ୍ତିଶାଳୀ ବନେଇଥାଏ। ଯାହାକୁ ଦବା ଦ୍ୱାରା ଗଛର ମୂଳ ମୋଟା ହୁଏ ଆଉ ଗଛର ବହୁତ ସାରା ନୂଆ ଗ୍ରୋଥ୍ ହୁଏ ଆଉ ତା ସାଥିରେ ଫୁଲ ଫଳ ବି ମଧ୍ୟ ମିଳିଯାଏ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍